ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ, ଖଣ୍ଡିଏ ହଳଦିଆ କପଡ଼ାକୁ ନିଅନ୍ତୁ। ସେଥିରେ କ'ଣ କରିବେ, 3 ମୁଠା ନଚେତ୍ 7 ମୁଠା ଧଳା ଚାଉଳକୁ ନେଇ ରଖନ୍ତୁ ଏବଂ 5ଟି ନଚେତ୍ 7ଟି ରୂପା ଟଙ୍କା ନଚେତ୍ ତମ୍ବା ଟଙ୍କା ନେଇ ସେଥିରେ ରଖନ୍ତୁ। ରଖିସାରିବା ପରେ ସେହି ହଳଦିଆ କପଡ଼ା ତାକୁ ଭଲ ଭାବେ ବାନ୍ଧି ଦେଇ ଆପଣଙ୍କର ଠାକୁର ଘରେ ନେଇ ରଖନ୍ତୁ। ରଖି 7 ଦିନ ପର୍ଯ୍ୟନ୍ତ ଆପଣ କ'ଣ କରିବେ, ତାକୁ ପୂଜା କରନ୍ତୁ ଏବଂ ଯେତେବେଳେ ପୂଜା କରିବା ସମୟରେ ଓಂ ଶ୍ରୀଂ ନମଃ ଏହି ମନ୍ତ୍ରଟିକୁ 108 ଥର ପ୍ରତ୍ୟେକ ଦିନ ଜପ କରିବେ। କରିସାରିବା ପରେ ଯେତେବେଳେ 7 ଦିନ ହେବ, ଆପଣଙ୍କର ଯେଉଁ ଜାଗାରେ ଟଙ୍କା ପଇସା ରଖୁଛନ୍ତି ନେଇ ସେହି ଜାଗାରେ ରଖିଦିଅନ୍ତୁ। ଦେଖିବେ ଆକସ୍ମିକ ଧନ ଲାଭକୁ ଏଡ଼ାଇ ଦିଆ ନ ଯାଇପାରେ ଏବଂ ଧନ ଯେଉଁ କଷ୍ଟ, ସବୁବେଳେ ଧନର ଅଭାବ ଲାଗି ରହୁଥିବ, ତାହା ନିଶ୍ଚିତ ଭାବରେ ଦୂର ହେବ। ଏହା ଏକ ଫଳପ୍ରଦ ପ୍ରତିକାର, ତେଣୁ ଏହାକୁ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କ ଫଳ ମିଳିବ ଏବଂ ଆର୍ଥିକ ସମସ୍ୟା ନିଶ୍ଚିତ ଭାବେ ଦୂର ହେବ। ଜୟ ଜଗନ୍ନାଥ।